8 ଜଣ ଲୋକ ଦିନକୁ 8 ଘଣ୍ଟା ପରିଶ୍ରମ କରି 8 ଦିନରେ 8ଟି ପଲଙ୍କ ତିଆରି କଲେ, ସେହିପରି 16 ଜଣ ଲୋକ ଦିନକୁ 4 ଘଣ୍ଟା ପରିଶ୍ରମ କରି 40 ଦିନରେ କେତୋଟି ପଲଙ୍କ ତିଆରି କରିବେ? ଏଠାରେ 4ଟି ଚଳରାଶି ଦିଆଯାଇଛି। ଲୋକ ସଂଖ୍ୟା, ଦୈନିକ କାର୍ଯ୍ୟ ଘଣ୍ଟାରେ, ଦିନ ସଂଖ୍ୟା ଓ ପଲଙ୍କ ସଂଖ୍ୟା। 8 ଜଣ ଲୋକ ଦୈନିକ 8 ଘଣ୍ଟା ପରିଶ୍ରମ କରି 8 ଦିନରେ 8ଟି ପଲଙ୍କ ତିଆରି କରନ୍ତି। ଆମକୁ ପ୍ରଶ୍ନରେ ପଚାରିଛି 16 ଜଣ ଲୋକ ଦୈନିକ 4 ଘଣ୍ଟା ପରିଶ୍ରମ କରି 40 ଦିନରେ କେତୋଟି ପଲଙ୍କ ତିଆରି କରିବେ? ଏଠାରେ ଦେଖ ପିଲେ, ଲୋକ ସଂଖ୍ୟା 8 ଥିଲା, 16 ହେଲା, ଅର୍ଥାତ୍ 2 ଗୁଣ ହେଲା। ଦୈନିକ କାର୍ଯ୍ୟ ଦିନକୁ 8 ଘଣ୍ଟା କରୁଥିଲେ, ବର୍ତ୍ତମାନ 4 ଘଣ୍ଟା କଲେ, ଅର୍ଥାତ୍ 2 ଭାଗ ହେଲା। ଲୋକ ସଂଖ୍ୟା 2 ଗୁଣ ଓ ଦୈନିକ କାର୍ଯ୍ୟ ଯଦି 2 ଭାଗ ହୁଏ, କାର୍ଯ୍ୟରେ କୌଣସି ପରିବର୍ତ୍ତନ ହେବ ନାହିଁ। ବର୍ତ୍ତମାନ ଦେଖିବା ଦିନ ସଂଖ୍ୟା। 8 ଦିନ ଥିଲା, 40 ହେଲା, ଅର୍ଥାତ୍ ଦିନ ସଂଖ୍ୟା 5 ଗୁଣ ହେଲା। ବର୍ତ୍ତମାନ କାର୍ଯ୍ୟ ସଂଖ୍ୟା ମଧ୍ୟ 5 ଗୁଣ ହେବ। ପଲଙ୍କ ତିଆରି କରୁଥିଲେ 8ଟି, ତାହେଲେ 5 ଗୁଣ 8 ଗୁଣ 5 ସମାନ 40ଟି ପଲଙ୍କ ତିଆରି କରିବେ। ଅପସନ୍ ବି 40।